ଯାହା ଉପରେ ଭରସା କରିଥିଲି ସେହି ଧୋକା ଦେଲା। 4 ବର୍ଷ ଭଲ ପାଇବା ଓ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀକୁ ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ନେଇ ଧୋକା ଦେଲେ ଯୁବକ। ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ 14 ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ପୁଅ ନାମରେ ଆସିଛି ଲଭ୍ ସେକ୍ସ ଧୋକା ଭଳି ସଙ୍ଗୀନ ଅଭିଯୋଗ। ଯୁବତୀକୁ ପ୍ରେମ ପ୍ରତିଶ୍ରୁତି ପରେ ପ୍ରତାରଣା ଦେଇଛନ୍ତି ପ୍ରେମିକ। ଅସହାୟ ପ୍ରେମିକାକୁ ଅସହାୟ ଯନ୍ତ୍ରଣାକୁ ବୟାନ କରୁଛି। 2021 ମସିହାରେ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କେନ୍ଦୁଝର ଡାୟାଲିସିସ୍ ଟେକ୍ନିସିଆନ ଭାବେ ପାଠ ପଢୁଥିଲେ। ପ୍ରାକ୍ଟିକାଲ ପାଇଁ କଲେଜ ଅନୁଗୁଳ ଯାଇଥିଲେ। ସେଠାରେ ବସ୍ତା ବ୍ଲକ ବ୍ରାହ୍ମଣଦା ଗ୍ରାମର ଜଗନ୍ନାଥ ବୁଗୁଡ଼ି ପିତା ସଞ୍ଜୟ ବୁଗୁଡ଼ିଙ୍କ ପୁଅ ସହିତ ସାକ୍ଷାତ ହୋଇଥିଲା ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ବିଶ୍ୱାସ କରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଜଗନ୍ନାଥ ପରିବାର ସହିତ ଆଗକୁ କଥାବାର୍ତ୍ତା କରାଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏବେ ବିବାହ କରିବେ ନାହିଁ ବୋଲି ମନା କରୁଛନ୍ତି। ପରେ ମନ୍ଦିରରେ ବିବାହ ଏବଂ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ଏବେ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି ଯୁବତୀ ଜଣକ। ଯୁବତୀ ଜଣକ ଲଭ୍ ସେକ୍ସ ଧୋକା ପାଇବା ପରେ ଗତକାଲି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଏତଲା ଦେବାରୁ ପୋଲିସ ତଦନ୍ତ ଜାରି ରଖିଛି ବୋଲି ବାଲିଆପାଳ ଥାନାର ଆଇଆଇସି କହିଛନ୍ତି। ଯୁବତୀ ଜଣକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।